ମତେ ଛୋଟ ଛୁଆଟା ଦେଖିକି କାହିଁକି ଡରିକି ଦୌଡ଼ି ପଳେଇଲା। ହ୍ୟାଲୋ ଏଭ୍ରିୱାନ୍, ଗୁଡ୍ ମର୍ଣ୍ଣିଂ, ୱେଲକମ୍ ବ୍ୟାକ୍ ମାଇ ମିନି ବ୍ଲଗ୍। ଆଜି ବି ଲେଟ୍ରେ ଉଠୁଛି। ଆରେ ଭାଇ ସକାଳ ଜଲ୍ଦି ଉଠୁ ଭାଇ, ମୋର ତ ଲେଟ୍। କିଏ ମହାନ ବ୍ୟକ୍ତି ହେଇଥିବ ସକାଳ 6ଟାରେ ଉଠି ଯାଉଥିବ, 7ଟା ଉଠୁଥିବ, ମୋର ତ 12ଟା। ଲୋକ ଥକି ବି ଗଲେଣି, ଆଉ କିଛି ବି କହୁନାହାନ୍ତି। ତୁ ଯେତେବେଳେ ଯାହା କରୁଛୁ କର। ଏଠି ବ୍ରେକଫାଷ୍ଟ ସାରି ଭାବିଲି ଗାଡ଼ିରୁ ଯାଇକି ଯିବି ମାଛଟା ଭାଜିଦେବି। ମାଛ ଭାଜିଦେଲେ ଆପଣମାନେ ଏଠି କହିବେ କାହାକୁ ମାଛ ଭାଜି ସାରିଲା ପରେ ଖାଇବାକୁ ମୋତେ ତ ବହୁତ ଭଲ ଲାଗେ। ବିଲ ଆଗରେ ମାଛ ଥାବ ଦେନ୍ ସେ ଖାଇବନି, ଏଇଟା ତ ହେଇପାରିବନି। ଏଠି ଭାବିଲି ମୁଁ ଯାଉଛି ପାଣି ଏଥର ଡେଲି କଣ୍ଟିନ୍ୟୁ କରିଦେବି 3-4 ଲିଟର ପିଇବା। ଏବେ ଯେଉଁ ଖରା ହେଲାନି ପାଣି ପିଇବାଟା କମ୍ପଲସରି କରିବାକୁ ପଡ଼ିବ। ଏଠି ଗାଧୋଇକି ଆସି ସ୍କିନ୍ କେୟାର କରୁଥିଲି। ଏଠି 3 ଥର ଆଇସ୍ ମୋର ଗଳି ସାରିଲାଣି। ଏଠି ସ୍କିନ୍ କେୟାର କରିଦେଲି। ଦେନ୍ ସ୍କିନ୍ କେୟାର କରିସାରିକି ଗଲି ଲଞ୍ଚ କରିଦେଲି। ଆଜି ଲଞ୍ଚରେ ଭାତ, ଡାଲି, ମାଛ ତରକାରୀ ହେଇଥିଲା। ଆମର ତ କିଛି ହୁଏ ହିଁ ନାହିଁ ମାଛ ଛଡ଼ା, ଛାଡ଼। ଦେନ୍ ଏଠି ଦେଖନ୍ତୁ ଛୋଟ ଛୁଆଟାକୁ ଏଠି ସଫଲ ଖାଉଛି। ସେ ପଚାରିଲି କିଏ ଶିଖେଇଛି, ନା ମାମା ଶିଖେଇଛି। କ'ଣ କହିବ ସେ ଛୁଆକୁ? ଘର ଲୋକ ଯାହା ଶିଖୁଛନ୍ତି ଛୁଆ ବି ସେୟା ଶିଖିଗଲାଣି। ଦୋକାନକୁ ଆସି ନିଜେ ସଫଲ କିଣିକି ଖାଉଛି। ସେ ଜାଣିଛି ବି କେମିତି ଖାଆନ୍ତି। ଭଗବାନ, ଏ ଛୁଆଙ୍କୁ କ'ଣ କହିବ? ମୋତେ ଦେଖାଉଛି ଏମିତି ଖାଆନ୍ତି ବୋଲି।